ଜୟ ଜଗନ୍ନାଥ ସାୟନା ଓଡ଼ିଆ ଟେକ୍କୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଗୋଟେ ଇମ୍ପୋର୍ଟାଣ୍ଟ ଟପିକ୍ ଉପରେ ଡିସ୍କସ୍ କରିବା ଯେ ବର୍ତ୍ତମାନ ରାଜ୍ୟ ସରକାର ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କ ପାଇଁ ବହୁତ ବଡ଼ ଘୋଷଣା କରିଛନ୍ତି ଏବଂ ଅଙ୍ଗନବାଡ଼ି କେନ୍ଦ୍ରରେ କ'ଣ ସୁବିଧା ସୁଯୋଗ ରହିଛି ଏବଂ ରାଜ୍ୟ ସରକାର ଆଜି କ'ଣ ଘୋଷଣା କରିଛନ୍ତି। ତେଣୁ ଆପଣମାନେ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ରୂପେ ଦେଖନ୍ତୁ ତ ଆପଣମାନେ ଜାଣିପାରିବେ ଯେ ରାଜ୍ୟ ସରକାର ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କ ପାଇଁ ଗୋଟେ ଖୁସି ଖବର ଦେଇଛନ୍ତି। ଏବଂ ଏହିଭଳି ଅଙ୍ଗନବାଡ଼ି ନ୍ୟୁଜ୍ ପ୍ରତ୍ୟେକ ଦିନ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଆପଣ ଲାଇକ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ଆପଣ ଦବାନ୍ତୁ। ପ୍ରତ୍ୟେକ ଦିନ ଜାଣିପାରିବେ ତ ଆମ ଭିଡ଼ିଓ ଆପଣ ପ୍ରଥମେ ଶୁଣିପାରିବେ ଏବଂ ଦେଖିପାରିବେ। ତେଣୁ ଆପଣ ଚାଲନ୍ତୁ ଦେଖିବା ଯେ ବର୍ତ୍ତମାନ କ'ଣ ଘୋଷଣା କରାଯାଇଛି। ଏହା ହେଉଛି ରାଜ୍ୟ ସରକାର ବହୁତ ବଡ଼ ଘୋଷଣା ଯେ BMC ଅଞ୍ଚଳରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଏଠି 263ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଲାଗିବ ୱାଟର ଫିଲ୍ଟର। ତେଣୁ ଶୁଦ୍ଧ ପାଣି ପାଇବା ପାଇଁ 263ଟି ପ୍ରଥମ ସ୍ତରରେ 263ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଲାଗିବ ୱାଟର ଫିଲ୍ଟର ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରତି ୱାର୍ଡ଼ରେ ଗୋଟେ ନୂଆ ପକ୍କା ଘର ବା ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ନୂଆ ପକ୍କା ଘର କରାଯିବ ଏବଂ ପୁଣି ଘୋଷଣା କରାଯାଇଛି ଯେ ଯେଉଁ 263ଟି ଅଙ୍ଗନବାଡ଼ି କେନ୍ଦ୍ର ବ୍ୟତୀତ ଅନ୍ୟ ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ବା ଅବଶିଷ୍ଟ ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ୱାଟର ଫିଲ୍ଟର ଯୋଗାଇ ଦିଆଯିବ। ଏହା BMC ତରଫରୁ ଘୋଷଣା କରାଯାଇଛି ଏବଂ ସେକେଣ୍ଡ ରହିଛି ଯେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ICICIକୁ ଦିଆଯାଇଛି 5 ବର୍ଷ ପାଇଁ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ୱାଟର ଫିଲ୍ଟର ଅଙ୍ଗନବାଡ଼ି କେନ୍ଦ୍ର ରକ୍ଷଣାବେକ୍ଷଣ ଦାୟିତ୍ୱ ICICI ନେବ। ତେଣୁ ଏହା ହେଉଛି ରାଜ୍ୟ ସରକାରଙ୍କ ବହୁତ ବଡ଼ ଘୋଷଣା।